ହଜବେଣ୍ଡ ମୋତେ ଫୋନ୍ କଲେ, କହିଲେ ଆରତୀ କ'ଣ କରୁଛୁ? ମୁଁ କହିଲି କିଛି ନାହିଁ, ଏଇଠି ବସିଛି। ସେ କହିଲେ ଆଉ ମେଳାକୁ ଯିବୁ ବୁଲିବାକୁ? ମୁଁ କହିଲି ହଁ ମେଳା ହେଉଛି କେଉଁଠି? ସେ କହିଲେ ଆମେ ବିଶ୍ୱକର୍ମା ପୂଜା ଯେଉଁ ଦେଖିବା ପାଇଁ ଯାଇଥିଲୁ, 2 ମହଲା ଉପରେ ବସି ଯେଉଁ ଫଟୋ ଉଠିଲୁ ସେଠି ମେଳା ହେଉଛି। ମୁଁ କହିଲି ହଁ ହଁ, ଆଉ କାହିଁକି ଯିବାନି, ଯିବା। ସେ କହିଲେ ହଉ ଠିକ୍ ଅଛି, ରେଡ଼ି ହେଇକି ମୋତେ ଫୋନ୍ କରେ। ମୁଁ ମେଳା କଥା କହିଲେ କ'ଣ ଆଉ ଘରେ ରହିବି, ଫଟାଫଟ 10 ମିନିଟ୍ରେ ରେଡ଼ି ହେଇଗଲି। ରେଡ଼ି ହେଇକି ତାଙ୍କୁ ଫୋନ୍ କଲି, ସେ ଆସିଲେ ଆମେ ମେଳାକୁ ବାହାରିଲୁ। ମେଳାକୁ ଯାଇ ଦେଖିଲି ଆରେ ବାବାରେ କେତେ ବଡ଼ ମେଳା ହେଉଛି ସତରେ। ତ ମୁଁ ତାଙ୍କୁ କହିଲି ଦେଖ ବ୍ଲାଙ୍କେଟ୍ ବସିଛନ୍ତି, ତାହେଲେ ଆମେ ବ୍ଲାଙ୍କେଟ୍ ନେବା, କାହିଁକିନା ଯେହେତୁ ଶୀତ ହେଉଛି, ସେ ଘରେ ପ୍ରବଳ ଶୀତ ହେଉଛି, ସେଥିରେ ଶୀତ ମାନୁନି ଜମାରୁ। ସେ କହିଲେ ହଉ ଠିକ୍ ଅଛି, ଯେଉଁଟା ଆମେ ପସନ୍ଦ କଲୁ ସେଇଟା ଲାଷ୍ଟକୁ ଭଲ ଲାଗିଲାନି, ଆମେ ଆଉ ଗୋଟେ ବ୍ଲାଙ୍କେଟ୍ ନେଲେ 1600 ଟଙ୍କା ପଡ଼ିଛି। ତା ଭିତରେ ଭୋକ ଲାଗିଲାଣି, ସନ୍ଧ୍ୟାବେଳକୁ କିଛି ଖାଇନଥିଲି। ଚାଲ ଗୁପଚୁପ୍ ଖାଇଦେବା। ଗୁପଚୁପ୍ ଖାଇସାରି ସେ କହିଲେ ଚାଲ ଗୋଟେ ଗେମ୍ ଆଗେ ଫାଷ୍ଟ ଖେଳିଦେବା। ମୁଁ କହିଲି ହଉ ଠିକ୍ ଅଛି, ଏ ଯେଉଁ ସବୁ 1 ଠୁ 6 ପର୍ଯ୍ୟନ୍ତ ଲେଖା ହେଇଛି ଯେଉଁଥିରେ ପଡ଼ିବ ସେ ସବୁ ସଂଖ୍ୟା ମିଶିକି ତାଙ୍କର ଗୋଟେ ଅଛି ନମ୍ବରିଂ, ଏ ସଂଖ୍ୟାରେ ପଡ଼ିଲେ ଯାଇକି ଆମେ କିଛି ଗିଫ୍ଟ ପାଇପାରିବା। ହଉ ଦେଖିଲା ଆସିବୁ ଆମେ କିଛି ପାଇନୁ। ସେ ଯାହା ହଉ ମୁଁ ସଜ ଜିନିଷ ଆଉ ବ୍ଲାଙ୍କେଟ୍ ଧରିକି ଆମେ ଘରକୁ ଚାଲିଲୁ। ମୋ ବ୍ଲଗ୍ ଯଦି ଭଲ ଲାଗିଥାଏ ଗୋଟେ ଲାଇକ୍ ଆଉ ସବସ୍କ୍ରାଇବ୍ ନିଶ୍ଚିତ କରିଦେବେ। ଜୟ ଜଗନ୍ନାଥ।